କଥା ଶୁଣିଛ ନା? କଣ ମୋ ବାପ ଘର ପାଖରେ ଆଜି ଗୋଟେ ଲୋକଟେ ମରିଗଲା। କେମିତି? ମା ତ ଗଲା ଅଞ୍ଚିକି ଆସିଥିଲା ଚାଉମିନ ଖାଇତେ। ଚାଉମିନ ଖାଇତେ ଖାଇତେ ମୁଁ ଭାବୁଛି ଚାଉମିନ ଚୁବେଇ ଖାଇନି, ମତେ ଯୋଉ ସୂତା ଭଳିଆ ଚାଉମିନ ଟା ତା ପେଟ ମେସିନ ଭିତରେ ଗଳି ଯାଇଛି। ମେସିନ କାମ କରୁନି, ତାର ତ କଣ ହେଲା ସେ ଅଞ୍ଜିରେ କି ପଡିଗଲା। ତାକୁ ଗୋପାଳପୁର ନେଇଗଲେ, ଗୋପାଳପୁର ଡାକ୍ତର ଦେଖି ସାଙ୍ଗେ ସାଙ୍ଗେ କହିଲେ ସେ ମରିଯାଇଛି। ହେଲେ ପେଟ ଭିତରେ ମେସିନ ଟା କେମିତି ଥିଲା? ତ କେମିତି ବୁଝେଇମିଲେ ପେଟ ଭିତରେ ମେସିନ ଟା କେରେ କହ। ହଉ ତୁ ଯେ ଆମର ଆସିଥିଲା ଜାଣିଛୁ ନା ଯେ ଧାନ ଭାଙ୍ଗିତେ ରେକ୍ସାରେ ଜଣେ ହଁ 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 ଧାନ ଭାଙ୍ଗୁଥିଲା, ତାପରେ ମୋ ବୁରା ତୁ ଧରିଥିଲୁ, ବୁରା ଧରିତେ ଉଡିଗଲା, ବୁରା ଯାଇକି ତାର ଗୋଟେ ନାଗିଗଲା ମେସିନ ଭିତରେ ନାଗିଗଲା। ସେଇ ଯୋଉ ବୁରା ସୂତା ସବୁ ନେଇକି ମୁଡି ମୁଡାକି ଧୂଆଁ ବାହାରିକି ବନ୍ଦ ହେଇଗଲା, ଜାଣିପାରୁଛୁ ନା? ହଁ 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 ତା ପେଟ ଭିତରେ ଚାଉମିନ ଲାଗିକି ତ ସେନ ଗଁ ଗଁ ଡାକିଥିବ, ଧୂଆଁ ବାହାରିଥିବ। ହଁ ଆଚ୍ଛା, ଯେତେବେଳେ ସେ ଭିତରେ ଘୁରୁଛି ଫ୍ୟାନ ତା ପେଟ ଭିତରେ ଯୋଉ ମେସିନ ଟା ରହିଛି ଖାଇବାକୁ ପେଶି ଦିଏ, ସେଟା ଜାମ୍ ହେଇଛି ବୋଧେ। ମୁଁ ଭାବୁଛି ସେଇଟା ବୋଧେ ସେ ଜାମ୍ ହେଇକି ସେ ଧୂଆଁ ଟା କେ ବାଟ ବାହାରେ ସେଟା ଲୋକ କହିଥିବେ କେ ବାଟ ତା ଧୂଆଁ ଟା। କି କଲ ବଲ ହେଇକି ସେ ମରିଥିବ, କୁହନି କେତେ କଷ୍ଟ ହେଇଥିବ। ପେଟ ଭିତରେ ଯେତେବେଳେ ମେସିନ ଟା ତାର ବନ୍ଦ ହେଇଯାଇଥିବ, ସେ ଦେଖି ପାରିଥିବନି କି କଲ ବଲ ହେଇଥିବ। କଣ ତୁମେ ସବୁ ଚାଉମିନ ଖାଇବନି ସେ ବାଳ ଛୋଟ। ତୁ ଥିନେ ତୁ ସେଠି ଥିନେ ପାଖରେ ତା ସୁଇଚ ଟା ବନ୍ଦ କରିଦେଇଥାନ୍ତୁ ବୋଧେ। ମୁଁ ଭାବୁଛି ସେ ଚାଉମିନ ଖାଉଲା ଯେ ପେଟରେ ମେସିନ ଟାକୁ ତୁ ବନ୍ଦ କରି